सृष्टि प्रकरण एथु अंते परीक्षित नामे महाराजा सुकमुनि चरणे कले दिव्य पूजा भोमुनि प्रलय कथा कहिल मो आगे संसार संभव पुण हेला केउ बागे से कथा गोटी मो आगे कह तपवंत शुणिले पातक मान होइब निहत कहन्ति जे इदं प्रति वाक्य महामुनि शुणन्ति परीक्ष राजा सुधारस ध्वनि जेते बेले पृथिवीरे प्रलय होइला जन जंतु गोटिए तहि न रहिला ब्रह्मा रुद्र इंद्र चंद्र नैऋत जम विश्व देवारण तारागण सोम पिशाच किन्नर जक्ष गंधर्व सहिते नक्षत्र जोग करण वरुण समेते मनुजुगपति जेते संसार धारण स्थावर जंगम मूले नाश गले पूर्ण पवन वैश्वानर भारा भर मूले सबु नाश गला महा प्रलयर जले देहधारी जाक सबु गले जहु क्षय सकल ब्रह्मांड हेला महाजलमय भूलोक जे भुवलोक स्वर्लोक एतिनी महालोक आदि करी जेते कमे दीनी जनलोक तपलोक सत्यलोक घेनी महाप्रलय काले नाश गले पुणी पाताल सपत लोक जेते तळपुरे चलाचल अति चल रसातल ठारे महातल पातालकु घेनी सातपुर 14 भुवन रचिथिला बेदबर एही परि नागलोक स्वर्ग दिग पाळे महाप्रलय जलरे पड़ी बुड़ी मले रूपरेख नाही किछि सबु गले क्षय 14 भुवन जाक देह शून्यमय एकमात्र शुक्लांबर विष्णु थिले रही जलबट पुटे होई से उतान साई सुरलोक नरलोक ऋषि महाऋषि सिद्ध साध्य साधके जे विष्णु गर्भे पसी स्थावर जंगम कीट पतंग ए चारी ओंकार सावित्री तंत्र मंत्र वेद चारी सकल ब्रह्मांड जाक विश्व गर्भे भरी बटपुटरे शयन कले कमुरारी 50 पाखुड़ा सड़ चक्रबंध मुद्रा महाशून्य मंडल रे गले जोग निद्रा मन पवन कायाकु गले एक गोष्ठी
ସରବରେ ପ୍ରକାଶିଲେ ହଂସ ରୂପ ଗୋଟି। ବ୍ରହ୍ମ ଜ୍ୱାଳା ଲାଗିଲା କାଉଁରୀ ମଣ୍ଡଳେ, ପରମ ଆତ୍ମାକୁ ଘେନି ରହି ନିଶ୍ଚଳେ। ଅମରଗିରି ଉପରେ ପୁଷ୍ପେକ ଫୁଟିଲା, ଅଷ୍ଟଦଳ କମଳ ସେ ହୋଇ ବିକଶିଲା। ଅଷ୍ଟାଙ୍ଗ ଯୋଗର ମୂଳ 84 ଜ୍ଞାନ, ଷଡ଼ଚକ୍ରର ବାସନା ମାନଙ୍କର ସ୍ଥାନ। ଅଦ୍ଭୁତେ ନାଭି କମଳୁ ହୋଇଲା ଜାତ, ଜଗତ ବାସନା ରୂପେ ହୋଇଲା ବିଦିତ। ଉପମା ଦେବାକୁ ତାକୁ ପଟାନ୍ତର ନାହିଁ, କୋଟିଏ ସୂର୍ଯ୍ୟର ତେଜ ବିଧ୍ୱଂସୁଛି ସେହି। 60 କୋଟି ଯୋଜନ ପଦ୍ମନାଡ଼ ଗୋଟି, ଜଳ ପ୍ରଳୟ ହୁଅନ୍ତେ ଉପରକୁ ଫୁଟି। 14 ଗୋଟି ପାଖୁଡ଼ା ଫୁଟିଲା ଉପରେ, ଚରାଚର ପୃଥିବୀକି ଘୋଟିଲା ତେଜରେ। ସହସ୍ରେକ ଯୁଗ ଯାଏ ରହିଲା ସେ ଘୋଟି, ସୁଗନ୍ଧରେ ଆମୋଦିଲା ଚରାଚର ସୃଷ୍ଟି। ଯେତେବେଳେ ପଦ୍ମ ଫୁଲ ଫୁଟି ବିକଶିଲା, ଶୂନ୍ୟ ଉଡ଼ି ଆସି ଏକ ଭ୍ରମର ବସିଲା। ସୁବର୍ଣ୍ଣ ବିନ୍ଦୁ ପରାୟ ସେ ଭ୍ରମର କାୟା, ଆପେ ଅନ୍ତର୍ଯାମୀ ନାଥ ରଚିଲା କମାୟା। ପୁଷ୍ପ ଉପରେ ବସିଲା ସେ ଭ୍ରମର ପକ୍ଷୀ, ଶ୍ରଦ୍ଧାରେ ଚୁମ୍ବିଲା ବସି ଶ୍ରମକୁ ଉପେକ୍ଷୀ। ପୟର ଯେ ମକରନ୍ଦ ହୋଇଲା ବୃଷ୍ଟି, ତାର ଆସ୍ୱାଦନେ ତୋଷ ଚରାଚର ସୃଷ୍ଟି। ସେନାଭି କମଳକୁ ଯେ ଭ୍ରମର ଚୁମ୍ବିଲା, ତତକ୍ଷଣେ ସେହି ଦେବ ତନୁକୁ ଧଇଲା। ମହତ ଆଶ୍ରା କରି ସେ ପାଇ ସିଦ୍ଧି ଅଙ୍ଗ, କଳ୍ପେ ପର୍ଯ୍ୟନ୍ତ ନ ପାଇ ସେ କାହାରି ସଙ୍ଗ। ତେତେବେଳେ ତାର ବୁଦ୍ଧି ହୋଇଲା ଆନ, ଧ୍ୟାନେ ବିଷ୍ଣୁଙ୍କୁ ଦେଖିଲା ପାଇ ଦିବ୍ୟ ଜ୍ଞାନ। ସାମ ଯଜୁରୁକ ବେଦ ଅଥର୍ବ ଯେ ସିଦ୍ଧି, ଆନ ଗ୍ରନ୍ଥ ମାନ ହେଲା ସିଦ୍ଧି ଅଙ୍ଗେ ଭେଦି। ବେଦର ଅନ୍ତ ଜାଣି ସେ ବେଦାନ୍ତ ପାଇଲା, ଓଙ୍କାର ଶବ୍ଦ ବୃହତ ସାମକୁ ଗାଇଲା। ମନ ପବନ ଚୈତନ୍ୟ ଚିଆଁ 4 ଖଣ୍ଡ, ଏ 4 କର୍ମରୁ ଜାତ ହେଲେ 4 ମୁଣ୍ଡ। ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ମୂରତି, ଏ 4 କର୍ମରୁ ପୁଣି ହେଲା 4 ଗତି। ଚତୁର୍ମୁଖେ ବେଦ ଧ୍ୱନି କଲା କରଚନ, ଅପୂର୍ବ ଧ୍ୱନି ଶୁଭିଲା ଏ 3 ଭୁବନ। ଯୁକତେ ନ ପୁଣ୍ୟମୟ ହୋଇଛି ମେଦିନୀ, ଶପଥ ସ୍ୱରରେ ବ୍ରହ୍ମା କଲେ ବେଦ ଧ୍ୱନି। ଅଚେତନ ହୋଇ ସ୍ୱାମୀ ଯାଇଥିଲେ ନିଦ୍ରା, ଚକ୍ଷୁ ଫେଡ଼ି ନ ଚାହିଁଲେ ଭାଙ୍ଗେ ଯୋଗ ନିଦ୍ରା।
ଚକ୍ଷୁ ମଳିନ ଚାହିଁଲେ ପ୍ରଭୁ ବିଶ୍ୱାସ, ନାଭି କମଳେ ବସିଛି ଏକଇ ପୁରୁଷ। ଚତୁର୍ମୁଖେ ଚତୁର୍ବେଦ କମଣ୍ଡଳୁ କରେ, ବୃହତ ସାମଧ୍ୱନି ସେ କରେ ନିରନ୍ତରେ। ଶୁଦ୍ଧ ସୁବର୍ଣ୍ଣର ଜ୍ୟୋତି ଅଟେ ତାର କାୟା, ଦେଖି ଦେବ ନାରାୟଣ କଲେ ତାକୁ ଦୟା। ନାଭି କମଳ ଉପରେ ପିତାମହ ସ୍ୱାମୀ, କରପତ୍ର ଯୋଡ଼ି ପୁଣି ଚରଣେ ପ୍ରଣମୀ। ଅନେକ ସ୍ତୁତି ବଚନ ଅନ୍ତର୍ଗତେ ପୁଣି, ଚତୁର ମୁଖରେ ପୁଣି ସ୍ତୁତି ବାଣୀ ଭଣି। ଜୟତୁ ନିରାକାର ହେ ଦେବଙ୍କ ଦେବତା, ଜୟତୁ ନିରାକାର ଯେ ସଂସାର କରତା। ଜୟତୁ ଜଗତନାଥ ଦେବ ଆଦି କନ୍ଦ, ଜୟତୁ ନାରାୟଣ ହେ ପରମ ଆନନ୍ଦ। ଜୟତୁ ନୀଳାଦ୍ରିନାଥ ନିରାକାର ରେଖା, ଜୟତୁ ନିରାକାର ହେ ସଂସାର ନୌକା। ସ୍ୱାମୀ ତ ତହୁଁ ସୁମୂର୍ତ୍ତି ଆନ କେହି ନାହିଁ, ତୋର ରୂପରେ ଖବର୍ଣ୍ଣ ଅଛି ଆଉ କାହିଁ। ଅନାମ ରୂପ ତୋର ଅବ୍ୟକତ ଜ୍ୟୋତି, ଅକୁଳ ମୋହ ତୁଜେ ଅଶ୍ରୁତି ଅମୂର୍ତ୍ତି। ଶତ୍ରୁ ମିତ୍ର ଉଦାସୀନ ଏତୋହର ନାହିଁ, କୀଟ ବ୍ରହ୍ମ ପରିଜନ୍ତେ ଗର୍ଭେ ଅଛୁ ବହି। ସ୍ଥାବର ଜଙ୍ଗମ କୀଟ ପତଙ୍ଗ ହିଁ ଚାରି, ସଂସାର ଖେଳ ଘରକେ ପାରେ ଆନ କରି। ଏମନ୍ତେ ଅନେକ ସ୍ତୁତି କଲେ ବେଦବର, ଶୁଣିଣ ଦୟା ବସିଲା ହୃଦେ ବିଷ୍ଣୁଙ୍କର। ବ୍ରହ୍ମାଙ୍କୁ ଚାହିଁଣ ସ୍ୱାମୀ ବଚନ ହୋଇଲେ, ଉପାୟରେ ସୃଷ୍ଟି ଗୋଟା ଭିଆତୁ ଭଲେ। ସ୍ଥାବର ଜଙ୍ଗମ ଆଦି ଜୀବ ଚାରି ଖାନି, କୀଟ ବ୍ରହ୍ମ ପରିଜନ୍ତେ ଭିଆ ଧରଣୀ। ମେରୁ ମନ୍ଦର ପର୍ବତ ଆଦି ଦିଗପାଳ, ସପତ ସମୁଦ୍ର ନଦୀ ବନଗିରିମାଳ। ମୂର୍ତ୍ତିମନ୍ତ ପ୍ରତିମା ତୁ ବସି ଯହିଁ ତହିଁ, ପ୍ରତିମାଙ୍କ ପୂଜା ବିଧି ଭିଆଇବୁ ତୁହି। ଦେଲେ ଶାଢ଼ୀ ପରସାଦ ଶ୍ରୀମୁଖର ବାଣୀ, ଶପଥ ଦୀପା ପୃଥିରେ ହୁଅ ତୁ କାରେଣୀ। ସକଳ ପ୍ରାଣୀଙ୍କର ତୁ ହେବୁ ଜୀବଦାତା, ସକଳ ବ୍ରହ୍ମାଣ୍ଡର ତୁ ହେବୁ ପିତା ମାତା। ଯୋଗ ରୂଢ଼େ ପ୍ରଭୁ ଏତେ ବଚନ କହିଲେ, ପରମ ଯୋଗୀ ସମାଧି ଯୋଗରେ ବସିଲେ। ବ୍ରହ୍ମାପଦ ପାଇ ଧାତା ସେଠାରୁ ଅଇଲେ, ଯେ ବଣ ପ୍ରକାରେ ହି ସୃଷ୍ଟି ନିର୍ଭା କଲେ। ବିଶ୍ୱଭାରା ଭରକୁ ଯେ ଭିନ୍ନ ଭିନ୍ନ ପ୍ରତି, ଏକା ପରମ ବ୍ରହ୍ମ ହେଲେ କେତେକ ମୂରତି। ଏମନ୍ତେ ସେ ବେଦପତି ଶୂନ୍ୟ ଧ୍ୟାନ କରି,
ଅଜପା ମହାମନ୍ତ୍ରକୁ ମନରେ ସୁମରି ଶପଥ ସ୍ୱରରେ ଚାରି ବେଦକୁ ପଢ଼ିଲେ 32 ଅଣାକାର ଯେ ତହୁଁ ପ୍ରକାଶିଲେ ବେନି ଅକ୍ଷର ଛନ୍ଦିଲେ କରି 3 ଠାବ ସର୍ଜିଲେ ଆନ ଆନ କରି ନାନା ଜୀବ 8 ଅକ୍ଷର ବର୍ଣ୍ଣ ଯେ ଅବନା ଜପିଲେ ସାବିତ୍ରୀ ନାମରେ କନ୍ୟା ତହୁଁ ଜାତ କଲେ ଅପୂର୍ବ ସୁନ୍ଦରୀ ସେହି ହୋଇ ନବଯୁବା ନାହିଁ ତାକୁ ପଟାନ୍ତର ଉପମା କି ଦେବା ଅଖିଳ ବ୍ରହ୍ମାଣ୍ଡ ଗୋଟି ଅଟେ ଜୀବଦାତା ଓଙ୍କାରରୁ ଜନମିଲେ ଦେବଙ୍କର ମାତା ଯାଗ ଯଜ୍ଞ ହୋମ ହବି ଯହିଁରେ ଯେ ବିଧି ଏହି 24 ଅକ୍ଷର ବ୍ରହ୍ମା କରି ସିଦ୍ଧି ଏବେ ନିକନ୍ୟା ହୋଇଲେ ସଂସାରକାରିଣୀ ବ୍ରହ୍ମା ଭାରି ଜାନାଦି ଆଦି ଠାକୁରାଣୀ ସୃଷ୍ଟି ଭିଆଣ ପୁରାଣ ହରିବଂଶବାଣୀ ଅଚ୍ୟୁତାନନ୍ଦ ଦାସ ଯେ ଭଜେ ଚକ୍ରପାଣି ବଂଶାନୁଚରିତ କହନ୍ତି ଯେ ସୁକ ମୁନି ଶୁଣ ନୃପମଣି ଏଥୁ ଅନନ୍ତରେ ମହା ରସ ଦିବ୍ୟ ବାଣୀ ବଂଶାନୁଚରିତ ହରି ବଂଶ କଥାଦି ମୁକତିର ପଥ ଏ ଯେ ଜ୍ଞାନକୁ ସମ୍ପାଦି ଏକ ମନା ହୋଇ ତୁମ୍ଭେ ଶୁଣ ମହାରାଜା ଗାୟତ୍ରୀ ସାବିତ୍ରୀ ଦୁଇ ବ୍ରହ୍ମାଙ୍କ ଭାରିଜା ଏବେ ନିଜାତ କଲେ ଯେ 4 ଗୋଟି ପୁତ୍ର 4 ହେଁ ସଞ୍ଚିଲେ ଚରା ଚର ଏ ଜଗତ ସୁକ ସନାତନ ମୁନି ନାରଦ ଏ 3 ଯୋଗାରୂଢ଼ ହେଲେ ବ୍ରହ୍ମ ଚର୍ଯ୍ୟ ଦୀକ୍ଷା ଘେନି ବିଧାତା ସମାନ ହେଲେ ଏ ପରମ ଯୋଗୀ ଜନ୍ମ ହୋଇ ପୁତ୍ର ଗଲେ ସଂସାରକୁ ତ୍ୟାଗୀ ସଂସାର ତ୍ୟାଗୀ ହୁଅନ୍ତେ କଲେ ସାଧୁ ସଙ୍ଗ ମହାଶୂନ୍ୟରେ ଭିତରେ ଗୋପ୍ୟ କଲେ ଅଙ୍ଗ ସଂସାର ଇଚ୍ଛା ଛାଡ଼ିଲେ ତେଜି ମାୟା ମୋହ ପରମ ବ୍ରହ୍ମେ ଲୀନ କଲେ ଆପଣାର ଦେହ ଧାତା ବିଚାରିଲେ ବେ କରିବି କି ବୁଦ୍ଧି ତ୍ରିପୁତ୍ର ଜାତ କରି ନ ହେଲା କାର୍ଯ୍ୟ ସିଦ୍ଧି ଏତେକ ବୋଲି ସାବିତ୍ରୀ ଅଙ୍ଗ ସଙ୍ଗର ସେ ପୁତ୍ର ଏକ ଜାତ କଲେ କେତେକ ଦିବସେ ଦକ୍ଷ ପ୍ରଜାପତି ବୋଲି ଦେଲେ ତାଙ୍କ ନାମ ଅପୂର୍ବ ମୂରତି କି ସେ ଅଭିନବ କାମ ତେଜବନ୍ତ ବୁଦ୍ଧିମନ୍ତ ଅଟଇ ସେ ସୁତ ସାବିତ୍ରୀ ଯାହାର ମାତା ବ୍ରହ୍ମା ଯାର तात ସର୍ବଗୁଣେ ସୁଲକ୍ଷଣ ଧାତା ପୁତ୍ର ଗୋଟି ସର୍ବକର୍ମ ଧର୍ମେ କି ଦ୍ୱିତୀୟ ପରମେଷ୍ଠି ସେ ପୁତ୍ରକୁ ଦେବପତି ଛାମୁକୁ ହକାରି ବୋଇଲେ ନବୀନ ସୃଷ୍ଟି ଭିଆ ଯତ୍ନ କରି ପୁତ୍ର ଦ୍ୱାରା ଧନ ଜନ ଆଦି ଯେତେ କର୍ମ आपणे भिया जाई
ସାଂସାରିକ ଧର୍ମ। ପିତାଙ୍କର ଆଜ୍ଞା ପାଇ ପୁତ୍ର ଚଳିଗଲା, 50,000 ପୁତ୍ର ମନୁଜାତ କଲା। ବୋଇଲେ ରେ ବାବୁ ତୁମ୍ଭେ ସୃଷ୍ଟି ଯାଇ କର, ପିତାଙ୍କର ଆଜ୍ଞା ପାଇ ଚଳିଲେ କୁମାର। ଥୋକାଏ ଦୂରେ ନାରଦ ମୁନିଙ୍କି ଦେଖିଲେ, ଦୂରୁ ନମସ୍କାର କରି ପାଶେ ଚଳିଗଲେ। ଯେଡ଼ୁ ତା ଛାମୁରେ ପୁତ୍ରେ ପ୍ରବେଶିଲେ ଯାଇ, ନମସ୍କାର କରି ପୁଣି ଆଗେ ଉଭା ହୋଇ। ନାରଦ ବୋଇଲେ କେଣେ ଯିବ ଆରେ ବାବା, କୁମର ବୋଇଲେ ହି ସଂସାର ରଚିବା। ତେବେ ସିନା ପୃଥିବୀରେ ହୋଇବୁ କାରେଣୀ, ଏମନ୍ତ ଶୁଣି କହନ୍ତି ନାରଦ ଯେ ମୁନି। ଅହନ୍ତା ବହି ନାରଦେ ଚାହିଁ କୁମରଙ୍କୁ, ବେନନ୍ତେ ସୃଷ୍ଟି ବିହିକ ଯାଇରେ ମଞ୍ଚକୁ। ସଂସାର ଧନ୍ଦାରେ ପଡ଼ି ହେଉଥିବ ଧନ୍ଦି, ଆମ୍ଭ ଭଳି ଲୋକ ଯେନ ପାରି ହେଲୁଛନ୍ତି। ଅଜ୍ଞାନ ବାଳକ ତୁମ୍ଭେ ନ କରି ରାଇଜ, ସ୍ୱର୍ଗ ମଞ୍ଚ ପାତାଳରେ ପାଇବଟି ଲାଜ। ଆବର ସିନା ବାବୁରେ କହିବା କଥାଏ, ସୃଷ୍ଟି ଯାକ ଭ୍ରମି ତୁମ୍ଭେ ଦେଖରେ ତନଏ। ଏତେକ କହି ନାରଦେ ପୁତ୍ରଙ୍କୁ ଚାହିଁଲେ, ଉପହାସ କରି ପୁଣ ବଚନ ବୋଇଲେ। ତୁମ୍ଭେ ସମସ୍ତେ ବାଳକ ନ ଜାଣି କପଟ, କେମନ୍ତେ ସୃଷ୍ଟି କରିବ ବିଷ୍ଣୁ ମାୟା କୂଟ। ବିଷ୍ଣୁଙ୍କୁ ଆଗ ପ୍ରସନ୍ନ କରି ତୁମ୍ଭେ ଯାଇ, ଯୁଗ ରାଜ୍ୟ କର ପଛେ ସୃଷ୍ଟି କି ଭିଆଇ। ବିଷ୍ଣୁ ସେବିଲେ ପାଇବ ସିନା ସଦବୁଦ୍ଧି, ଯେତେକ କାର୍ଯ୍ୟ କରିବ ହେବ ସବୁ ସିଦ୍ଧି। ସକଳ ସିଦ୍ଧିଦାୟକ ବିଷ୍ଣୁ ଯେ କାରଣ, ସବୁ ଗୁଣେ ଗୁଣବନ୍ତ ଦେବ ନାରାୟଣ। ବିଷ୍ଣୁ ସେବା କର ବାବୁ ବିଷ୍ଣୁ ସବୁ ରୂପୀ, ଅଶେଷ କୋଟି ବ୍ରହ୍ମାଣ୍ଡ ଯାକ ଅଛି ବ୍ୟାପୀ। ଯହିଁ ଲୋଡ଼ିବ ତହିଁରେ ଦେବ ନାରାୟଣ, ସାବଧାନ ହୋଇ ଏବେ ପୁତ୍ର ମାନେ ଶୁଣ। ଭକତକୁ ସୁପ୍ରସନ୍ନ ହନ୍ତି ଭାବଗ୍ରାହୀ, ବିଷ୍ଣୁ ବିନା ଏ ପୃଥ୍ୱୀରେ ଅନ୍ୟ କେହି ନାହିଁ। ଏ ସଂସାର ଯାକ ଘୋଟି ଅଛି ମୋହ ମାୟା, ଯେ ପ୍ରାଣୀ ବଣା ହୋଇ ସେ ବିଷ୍ଣୁର ଦୋରେହା। ଏହା ଶୁଣି କୁମରେ ଯେ ବିଷ୍ଣୁ ଲୋଡ଼ି ଗଲେ, ଭେଟ ନ ପାଇଣ ସେହି ପୃଥ୍ୱୀରେ ବୁଲିଲେ। ଏହି ମତେ ତହିଁ ଜାଣ କେତେ ଦିନ ଗଲା, ତଦନ୍ତ କରି ନ ପାରି ବିଷ୍ଣୁ ମାୟା ଲୀଳା। ଏହା ଶୁଣି ପ୍ରଜାପତି ମନେ କ୍ରୋଧ କଲେ, ଅକାରଣେ ଏତେ ପୁତ୍ର ମୋର ନାଶ ଗଲେ। ଅନେକ କାଳ ଗଲା ତ ନଇଲେ ମୋ ପାଶ, ସେ ପୁତ୍ର ମାନଙ୍କୁ ଆଉ କିଛି କି ମୋ ଆଶ।
ବିଚାର କଲେ ଏବେ ମୁଁ କରିବି କି ବୁଦ୍ଧି 50,000 ପୁତ୍ରେ କଲେ କବିଧି ସୃଷ୍ଟି ଭିଆଇବା ପାଇଁ ଯାଇ ହେଲେ ବଣା କେତେ ମୁଁ ସହିବି ଆଉ ଲୋକଙ୍କ ଗଞ୍ଜଣା ସଂସାର ସର୍ଜିବା ପାଇଁ ପିତା ଦେଲେ ଆଜ୍ଞା ତାହାଙ୍କ ବଚନ ଏବେ ହୋଇଲା ଅବଜ୍ଞା ଏମନ୍ତ ବିଚାରି ସେହି ଦକ୍ଷ ପ୍ରଜାପତି ପୁଣି କଳ୍ପନାରୁ ଜାତ କଲେ ସନ୍ତତି ସେ 50,000ଙ୍କୁ ବେଦ ପଢ଼ାଇଲେ ସୃଷ୍ଟି ଭିଆଇବା ପାଇଁ ତାଙ୍କୁ ଆଜ୍ଞା ଦେଲେ ଚଳିଲେ ସେ ପୁତ୍ରମାନେ ପିତାଙ୍କ ଆଦେଶେ ଯାଉଁ ଯାଉଁ ମିଳିଲେ ନାରଦର ପାଶେ ଜ୍ୟେଷ୍ଠ ଭ୍ରାତାଙ୍କୁ ଦେଖିଣ ପ୍ରଜାପତି ବାଳେ ପୁଛିଲେ ସେ ନମସ୍କାର କରି ପାଦ ତଳେ ନାରଦେ ବୋଇଲେ ତୁମ୍ଭେ କେଣିକିରେ ଯିବ ଏଥିର ସନ୍ଦେଶ ବାବୁ ଆମ୍ଭକୁ କହିବ ପୁତ୍ରେ ବୋଇଲେ ଆମ୍ଭଙ୍କୁ ଆଜ୍ଞା ଦେଲେ ଦକ୍ଷ ସୃଷ୍ଟି ସର୍ଜନା କରିଣ ଆମ୍ଭେ ହେବୁ ରକ୍ଷ ସକଳ ସଂସାର ଆରମ୍ଭ ଭିଆଇବୁ ଯୋଗେ ନାରଦ ବୋଇଲେ ବିଷ୍ଣୁ ଭେଟ ଯାଇ ଆଗେ ବିଷ୍ଣୁଙ୍କୁ ନ ଭେଟିଲେ ନ ହେବ କିଛି କାର୍ଯ୍ୟ ପଛେ ପାଇବ ପୁତ୍ରରେ ତୁମ୍ଭେ ବଡ଼ ଲାଜ କୁମରେ ବୋଇଲେ ପିତା ଯଥାର୍ଥ ଅଟଇ ବିଷ୍ଣୁ ବିନା କେହି ଚରାଚର ଗଠଇ ବିଷ୍ଣୁ ଯେବେ ନ ଦେବେଟି ଶ୍ରୀମୁଖ ବଚନ ଯେତେ କାର୍ଯ୍ୟ କରିବ ସବୁ ଅକାରଣ ଏତେକ ବୋଲି କୁମରେ ବିଷ୍ଣୁ ଲୋଡ଼ିଗଲେ ଅନେକ କାଳ ବୁଲି ସେ ଭେଟ ନ ପାଇଲେ ଏକ ଏକ ଗଲେ ସେହି ଦିଗମ୍ବର ହୋଇ କେ କାହିଁ ଅଛି କା କଥା ନ ଜାଣିଲେ କେହି କୁଟ କରନ୍ତି ନାରଦ ମୁନି ବ୍ରହ୍ମଚାରୀ ହିଂସା ବହିଲେ ସାବତ ପୁତ୍ର ଗୁଣ ଧରି ସତ୍ୟ ବଚନ କହିଣ ଭାବେ ଭଣ୍ଡି ଦେଲେ କନିଷ୍ଠ ଭାଇ ପୁଅଙ୍କୁ ପୃଥ୍ୱୀ ଭମାଇଲେ ଏମନ୍ତେ ଲକ୍ଷ୍ୟ କୁମର କାରଣ ନହିଲେ ଦକ୍ଷ ପ୍ରଜାପତି ବସି ମନେ ଚିନ୍ତା କଲେ ଅର୍ଜିଲି ମୁଁ ଗୁଣବନ୍ତ ପୁତ୍ର ବହୁ ଦୁଃଖେ ପୃଥ୍ୱୀ କି କାରଣ ସିନା ସେହି ଏକେ ଏକେ ଏଡ଼େ ଏଡ଼େ ପୁତ୍ରେ ମୋର ଅକାରଣେ ଗଲେ ନାରଦ ବୁଦ୍ଧିରେ ମୋର ପୁତ୍ରେ ବୋଲି ମଲେ ଚାଣ୍ଡାଳ ଯାବତ ପୁତ୍ର ହିଂସା ମନେ ଧରି ପୁତ୍ର କଷ୍ଟ ଦେଇ ମୋତେ କୁବୁଦ୍ଧି ବିଚାରି ଜ୍ୟେଷ୍ଠ ଶ୍ରେଷ୍ଠ ପୁତ୍ରେ ମୋର ଜ୍ଞାନେ ଧ୍ୟାନେ ଗୁରୁ ଅଜାତ ଶତ୍ରୁ ସେ ବ୍ରହ୍ମ ବେତା ମହାମେରୁ ସତ ସୁବୁଦ୍ଧି ବାଞ୍ଛା ସେ ପୁତ୍ରେ ନାଶ ଗଲେ ଏଡ଼େ ବଳବନ୍ତ ପୁତ୍ରେ ବିଅର୍ଥ ହୋଇଲେ ଦିଗପାଳ ସମ ପୁତ୍ରେ ହୋଇଲେ ନିରେଖ
ନାରଦ ଯୋଗୁ ମୋହର ହେଲା ଏତେ ଦୁଃଖ। ତପୋଧନ ହୋଇ ଯେବେ ପରେ ବୈରାଗ, ବୈଦ ହୋଇ ଶରୀରେ ହୋଏ ଯେବେ ରୋଗ। ସୋଦର ହୋଇ ଯେବେ ସେ ହୁଏ କୁଳ ଭେଦି, ପିତା ହୋଇଣ ପୁତ୍ରକୁ ଦିଏ ଯେବେ ଖେଦି। କୁଳ ସ୍ତ୍ରୀ ହୋଇ ଯେବେ ଛାଡ଼େ ଜାତି ଲଜ୍ଜା, ପ୍ରଜାପତି ହୋଇ ଯେବେ ନାରୀ କରେ ତ୍ୟଜ୍ୟା। ଏ ନାରଦ ସଦାଚାରେ ବ୍ରହ୍ମଚର୍ଯ୍ୟ ରୂପ, ଜାଣୁ ଜାଣୁ କେ ମନ୍ତେ ସେ ଅର୍ଜିଲାଏ ପାପ। ସୋଦର ହୋଇ ସେ କଲା କୁଳଛେଦ ଭେଦ, ସବୁ କାଳେ ତା ଶରୀରେ ଥାଉ କଳିବାଦ। ଏସନ କଶାପ ଯହୁଁ ପ୍ରଜାପତି ଦେଲେ, ହସ୍ତ ପ୍ରସାରୀ ନାରଦ ତାହାକୁ ଘେନିଲେ। ବୀଣା ବଜାଇଣ ସେ ଗଲେ ବ୍ରହ୍ମଲୋକ, ମନର ଅତି ଆନନ୍ଦେ ହୋଇଣ ନିଶଙ୍କ। ଏଥୁ ଅନନ୍ତରେ ତୁମ୍ଭେ ଶୁଣ ମହିପତି, ଦକ୍ଷ ତହୁଁ ଗଲେ ଯହିଁ ବ୍ରହ୍ମା ବସିଛନ୍ତି। ସକଳ ବୃତ୍ତାନ୍ତ ତାଙ୍କୁ କହିଲେ ବୁଝାଇ, ନାରଦ ବଚନେ ଗଲେ ଦିଗମ୍ବର ହୋଇ। ଗଲେ ଯେ ପୁତ୍ରେ ନହିଲା କାର୍ଯ୍ୟ କିଛି ସିଦ୍ଧ, ସଂସାର ଧାରଣା ପୁତ୍ରେ ହେଲେ କାହିଁ ବଦ୍ଧ। ପୁତ୍ର ଶୋକେ ହୋଇଲି ମୁଁ ଏବେ ମହାକଷ୍ଟ, ମୋର ଭିଆଣେ ନହିବ ଆଉ ନବ ସୃଷ୍ଟ। ଏମନ୍ତ ଶୁଣି ସେ ବ୍ରହ୍ମା ଅନ୍ତର୍ଗତେ ଭାଳି, ନବପୁତ୍ର ଜାତ କଲେ ବୀର୍ଯ୍ୟବନ୍ତ ବଳି। ଅତ୍ରି ଅଙ୍ଗିରା ପୁଲସ୍ତି ମରିଚି ପ୍ରଚେତା, କଶ୍ୟପ ବଶିଷ୍ଠ ଭୃଗୁ କ୍ରତୁ ବ୍ରହ୍ମବେତା। ଏ ନବ କୁମରେ ହେଲେ ଧାତାଙ୍କର ପୁତ୍ର, ନବ ସୃଷ୍ଟି କରିବାକୁ ନବ ମୁନି ଜାତ। ଏ ନବ ପୁତ୍ରଙ୍କ ଯୋଗୁଁ ବ୍ରହ୍ମାଣ୍ଡ ସମ୍ଭବ, ପଶୁ ପକ୍ଷୀ ବୃକ୍ଷ ଦେବ ଦାନବ ମାନବ। ସ୍ୱେଦ ଅଣ୍ଡଜ ଉଦ୍ଭିଦ ଜରାୟୁଜ ଚାରି, ଆକାର ଉକାର ଆଉ ମକାର ରୁକ୍ଷରୀ। ଏମାନେ ନବପୁତ୍ର ଠାରୁ ଜାତ ହେଲେ, ଶୁଣଃ ପରୀକ୍ଷ ବୋଲି ଶୁକ ଯେ କହିଲେ। ଭୃଗୁଙ୍କ ଭାରି ଯା ଜାଣ ଭାର୍ଗବୀ ଯେ ନାରୀ, ଭାର୍ଗବ ବୋଲି ପୁତ୍ରେକ ହୋଇଲା ତାହାରି। ମରିଚି ପୁତ୍ର ରୁଚିକ ନାମେ ମହାମୁନି, ରୁଚିକ ପୁତ୍ର ଅଟଇ ମୁନି ଯମଦଗ୍ନି। ଯଦ ଯମଦଗ୍ନିର ଭାରି ଯା ରେଣୁକା ସୁନ୍ଦରୀ, ଜାତ କଲେ ପରଶୁରାମ ଆଦି ପୁତ୍ର ଚାରି। ଅଙ୍ଗିରା ଋଷିର ପୁତ୍ର ଅଙ୍ଗିରସ ଯତି, ସେ ଅଙ୍ଗର ଶଙ୍କ ପୁତ୍ର ହେଲେ ବୃହସ୍ପତି। ବୃହସ୍ପତିଙ୍କ ନନ୍ଦନ ଭରଦ୍ୱାଜ ମୁନି, ତାହାଙ୍କ ନନ୍ଦନ ଦ୍ରୋଣ ବୀର ଚୂଡ଼ାମଣି। ଦ୍ରୋଣ ପୁତ୍ର ଅଶ୍ୱତ୍ଥମା ନାମେ ତପଚାରି, ସିଦ୍ଧି ଅଙ୍ଗ ହେଲେ ନିରଞ୍ଜନ ସେ
ସେବା କରି। ପୁଲସ୍ତ୍ୟ ମୁନିର ପୁତ୍ର ନାମ ପୌଲସ୍ତି, କାରୁଣୀ ନାମେ ଭାରିଜା ତାର ରୂପବତୀ। ବିଶ୍ୱାବସୁ ନାମେ 8 ପୁତ୍ର ହେଲା ତାର, ବିଶ୍ରବା ନାମେ ଯେ ଋଷି ହୋଇଲା ବର। ବୈଶ୍ରବଣ ନାମରେ ବିଶ୍ରବାନନ୍ଦନ, ରାବଣ ଯେ କୁମ୍ଭକର୍ଣ୍ଣ ବିଭୀଷଣ ଜାଣ। ନଳକୁବେର ଯେ ବୈଶ୍ରବଣର ସୁତ, ଚତୁର୍ଥ ଗାୟତ୍ରୀ ଠାରୁ ଯେଉଁ ପୁତ୍ର ଜାତ। ବେଦ ମନ୍ତ୍ରେ ଜିତା ସେହି ତାର ଶୁଦ୍ଧ କାୟା, ସେ ପୁତ୍ର ଠାରେ କରନ୍ତି ପିତା ବଡ଼ ଦୟା। କ୍ରତୁଙ୍କର ପୁତ୍ର ନାମ ଅଟେ ବୃହଦ୍ରୂପ, ଯେ ବଣ ନନ୍ଦନ ନାମ ଅଟଇ କଶ୍ୟପ। ସେ ଋଷିର 13 ଗୋଟି ଭାରି ଯାଜୁକତେ, ଏହାଙ୍କ ତହୁଁ ଜନମ ନାନା ବର୍ଣ୍ଣ ଯେତେ। ଦିଦି ଅଦିତି ବିନତା କଦ୍ରୁ ଚନ୍ଦ୍ରାବତୀ, ଛାୟା ମାୟା ଉତ୍ପଳା ଯେ ନୀଳା ରୂପ କାନ୍ତି। ମେଖଳା ଯେ ତିଳୋତ୍ତମା ଲୋଚନା ବର, ଏତେର ଭାରି ଯା ଅଟେ କଶ୍ୟପ ଋଷିର। ଦିତିର ତହୁଁ ଦୈତ୍ୟ ମାନେ ଉପୁଜିଲେ, ଅଦିତି ଦେବୀ ଗର୍ଭରୁ ଦେବତା ଜନ୍ମିଲେ। କଦ୍ରୁର ତହୁଁ ଜନମ ହେଲେ ନାରାୟଣ, ପକ୍ଷିଏ ଅଟନ୍ତି ଜାଣ ବିନତାନନ୍ଦନ। ଭୂତ ପ୍ରେତ ଉପୁଜିଲେ ଛାୟା ମାୟା ଠାରୁ, ଗ୍ରହେ ଉପୁଜିଲେ ଚନ୍ଦ୍ରାବତୀର ଗର୍ଭରୁ। ମାନବଙ୍କ ଗର୍ଭଧାରୀ ଉତ୍ପଳା ହୋଇଲେ, ନୀଳ ନାମେ କନ୍ୟା ତାରା ଗଣ ଜାତ କଲେ। ମତ୍ସ୍ୟ କୁର୍ମଙ୍କ ଜନନୀ ମେଖଳା ଅଟଇ, ତିଳୋତ୍ତମା ଗର୍ଭ ପଶୁ ପତଙ୍ଗ ହୁଅଇ। ଲୋଚନା ତହୁଁ ସକଳ ଜନ ଉତ୍ପତ୍ତି, ସ୍ଥାବରଙ୍କ ମାତା ଅଟେ ଦେବୀ ରୂପ କାନ୍ତି। କଶ୍ୟପଙ୍କ ଠାରୁ ଜାତ ଚାରିଖାନେ ଜୀବ, ସର୍ପ ପତଙ୍ଗ ସହିତେ ଦେବତା ଗନ୍ଧର୍ବ। ପୁଲହ ସୁକୀର୍ତ୍ତି ପ୍ରଜା ଗଣପୁତ୍ର 3, ଜାତ କଲେ ହି ଚରା ଚର ଯେ ମେଦିନୀ। ରୁକ ଯଜୁ ସାମ ବେଦ ଅଥର୍ବ କରତା, ବ୍ରାହ୍ମଣ ମାନଙ୍କର ସେ ହେଲେ ଜୀବଦାତା। କଲେ ହବି ହୋମ ସନ୍ଧ୍ୟା ଉପତପ ଜାଗ, ଜାଗରୁ ଏହାଙ୍କୁ ଆଗ ହେବ ହବିର୍ଭାବ। ଏହାଙ୍କୁ ନବରି ଯେହୁ करे होम विधि, तार कला कर्म मान नोहे के सिद्धि। आबर धातार पुत्र वशिष्ठ जे मुनि, सूर्य वंश पुरोहित अटंसी से ज्ञानी। वशिष्ठ भारी जा नाम अटे अरुंधति, अरुंधति तहु जात मुनि जे सकती। सकती ठारू जात पराशर हेले, वेद व्यास नामे पुत्र तहु पूजिले। ताहांक नंदन आंभे
ସୁକ ମୁନି ହେଲୁ। ଅନେକ କାଳ ପର୍ଯ୍ୟନ୍ତ ମାତୃଗର୍ଭେ ଥିଲୁ। ପାଇଲୁ ମାତାର ଗର୍ଭେ ଥାଇ ଦିବ୍ୟ ଜ୍ଞାନ। ଅଜାତ ଯେ ବ୍ରହ୍ମ ବେତା ରୂପେ ବିଦ୍ୟମାନ। ଚନ୍ଦ୍ର ଜନ୍ମ। ଆରେ କପୁତ୍ର ଧାତାର ଅତ୍ରି ନାମେ ଯତି। ଅନୁସୟା ନାମେ ତାର ପତ୍ନୀ ପ୍ରିୟବତୀ। ଅପୂର୍ବ ସୁନ୍ଦରୀ ତାକୁ ନାହିଁ ତା ଉପମା। ତ୍ରୈଲୋକ୍ୟ ମଧ୍ୟରେ ସେହି ଅପୂର୍ବ ପ୍ରତିମା। ସୁରସିଦ୍ଧ ମୋହିନୀ ସେ ନବଯୁବାବାଳୀ। ପବିତ୍ର ବହୁ ପତ୍ନୀ ସେ ଅଗ୍ନି ତୁଲ୍ୟ ଝଳି। ସତୀବ୍ରତା ଶିରୋମଣି ଅଟେ ଅନୁସୂୟା। ରୂପ ଗୁଣ ଦେଖି ମୋହ ହୋଏ ମୋନିକାୟା। ଭାରି ଯାକୁ କ୍ଷଣେ ପାଶୁ ନ ଛାଡ଼ଇ ମୁନି। ଯେଣିକି ଗଲେ ସଙ୍ଗରେ ତାକୁ ଥାନ୍ତି ଘେନି। ସ୍ୱାମୀର ସୌଭାଗୀ ସେ ଅଟେ ପୁଣ୍ୟ ଦେହି। ତିନି ଭୁବନେ ତାହାକୁ ସମ କେହି ନାହିଁ। ଏକ ଦିନେ ଅନୁସୂୟା ସେହି ପୁଣ୍ୟ ନାରୀ। ମୁନିଙ୍କ ସଙ୍ଗତେ ଗଲା ଗଙ୍ଗା ସ୍ନାନ କରି। ଦଣ୍ଡକ ମଣ୍ଡଳୁ ଆଦି ଯତି କୂଳେ ଥୋଇ। ଗଙ୍ଗା ନଦୀ କୂଳେ ମୁନି ଉଭା ହେଲେ ଯାଇ। ପଶିଣ ସ୍ନାନ କରନ୍ତି ବୁଡ଼ି ଗଙ୍ଗା ଜଳେ। ସନ୍ଧ୍ୟା ତର୍ପଣ ସାରିଲେ ଆସି ରହି କୂଳେ। ମୁନିଙ୍କ ସଙ୍ଗେ ଜଳରେ ପଶି ଅନୁସୂୟା। ପବିତ୍ର ଜଳ ଭିତରେ ପଖାଳିଲେ କାୟା। ମହାଗଭୀର ଜଳରେ ବୁଡ଼ିଲା ସୁନ୍ଦରୀ। କପଟରେ ଗଙ୍ଗା ଦେବୀ ନେଲେ ତାକୁ ହରି। ପାତାଳ ବିବରେ ନେଇ ଥୋଇଲେ ଯୁବତୀ। ସନ୍ଧ୍ୟା ସାରିଣ ଚାହାନ୍ତି ମୁନି ଚଉକତି। ଘଡ଼ିଏ ପର୍ଯ୍ୟନ୍ତେ କୂଳେ ରହିଛନ୍ତି ଚାହିଁ। ଏକା ବେଳେ ବୁଢ଼ୀ ପୁଣ ନ ଉଠିଲା ସେହି। ମୁନିଙ୍କ ପଞ୍ଚଭୂତ ଆତ୍ମା ଅନୁସୂୟା। ପତ୍ନୀ ନ ଦେଖି ମୁନିର ବିଚଳିତ କାୟା। ଝର ଝର ନୟନରୁ ବୁହେ ଅଶ୍ରୁ ଜଳ। ଛନ ଛନ ମନ ପ୍ରାଣ ଉଡ଼େ ଅନ୍ତରାଳ। ଚାହିଁଲେ ଜଳ ଭିତରେ ମୁନି ପୁଣି ପଶି। ଦଣ୍ଡ ଘେନି ପାଣି ଯାକ ଦରାଣ୍ଡନ୍ତି ଋଷି। ଅନେକ ପ୍ରକାରେ ଲୋଡ଼ି ନ ପାଇ ଭାରି ଯା। ତପସ୍ୟା ସହିତ ମୁନି ସବୁ କଲା ତ୍ୟଜ୍ୟା। ଗଙ୍ଗା କୂଳେ ବସି ଏକ ମୃଗ ଛାଲ ମାଡ଼ି। ଦଣ୍ଡକ ମଣ୍ଡଳୁ ରଖି କର୍ମ ମାନ ଛାଡ଼ି। ପତ୍ନୀ ରୂପ ଗୁଣ ମାନ ବାହୁନନ୍ତି ମୁନି। ବିକଳେ ପୁଣି ରୋଦନ୍ତି କରି ଉଚ୍ଚ ଧ୍ୱନି। ନିରତେ ବେନି ଲୋଚନୁ ଲୋତକ ଗଡ଼ଇ। ଶୁଦ୍ଧ ସ୍ଫଟିକ ଜାଣି ସେ କ୍ଷିତିରେ ପଡ଼ଇ। ନୟନ କୋଣରୁ ଲୁହ ବହେ ଅତି ବେଗେ। ଦଧିର ବନ ଦିଶଇ ପଡ଼ି ମୁନି ଅଙ୍ଗେ। ସବୁ ଲୁହ ଯାକ ଗଡ଼ି ଏକ ଠାବ ପଡ଼ି। ଚକା ବାନ୍ଧିଲା ବୁନ୍ଦାଏ
ନଗଲା କଗଡ଼ି ମାଜିଲା ଦର୍ପଣ ପ୍ରାୟ ଦିଶଇତା ଜ୍ୟୋତି ଅତ୍ୟନ୍ତ ସୁନ୍ଦର ଦିବ୍ୟ ସୁସଞ୍ଚ ମୂରତି ଅନୁସୂୟାକୁ ନ ଦେଖି ଅସାଷ୍ଟମ ହୋଇ କୋପେ ଗଙ୍ଗାକୁ ସେ ମୁନି କଟାକ୍ଷରେ ଚାହିଁ ମୁନି ବୋଇଲେ ଗଙ୍ଗା ତୁ ମହାପାପ କଲୁ ଆଦ ସେ ପତ୍ନୀ କି ମୋର ବୁଡ଼ାଇ ରଖିଲୁ ବ୍ରହ୍ମ ସ୍ତ୍ରୀ ନାଶ କରି ହେଲୁ ମହାପାପୀ ତୀର୍ଥଙ୍କ ମଧ୍ୟରେ ନ ବସି ହେଲୁ କାଳ ରୂପୀ ଯେବେ ମୋର ଭାରି ଯାକୁ ନ ଦେବୁ ତୁ ଆଣି ଗଣ୍ଡୁଷ କରି ଭଖିବି ତୋତେ ମୁଁ ଏକ୍ଷଣି ପୂର୍ବେ ଯେ ସନେ ଅଗସ୍ତି ସିନ୍ଧୁ ଜଳ ଗ୍ରାସୀ ସାତ ସମୁଦ୍ର ସୁଖାଇ ବ୍ରହ୍ମ ତେଜସ୍ୱୀ କି କରିବୁ କାହିଁ ଯିବୁ ମୋର ହୋଇ ଦୋଷ ତୋ ଜଳ ଶୋଷି ମୁଁ ନେବି ଭାରି ଯାସୁ କେଶୀ ଏତେ ବୋଲି ମୁନି ତୋଳି ଜାହ୍ନବୀର ପାଣି ସତ୍ୟ 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 ବୋଲି ତିନି ବାର ଭଣି ଜାଣି କାଶୀବାସୀ ଆସି ଗଙ୍ଗାକୁ କହିଲେ ମୁନିର ପତ୍ନୀ କି ଆଣି ଦିଅ ଗୋ ବୋଇଲେ ଈଶ୍ୱରଙ୍କ ବଚନରେ ଗଙ୍ଗା ଦେବୀ ଯାଇ ଅତ୍ରି ଋଷି ଭାରି ଯାକୁ ଆଣିଦେଲେ ତହିଁ ନିଜ ପତ୍ନୀ ଦେଖି ମୁନି ସନ୍ତୋଷ ହୋଇଲେ ବଦନେ ଚୁମ୍ବନ ଦେଇ କୋଳେ ବସାଇଲେ ଅତ୍ରି ଋଷି ନୟନରୁ ଗଡ଼ିଲା ଯେ ନୀର ଠୁଳ ହୋଇ ମହା ବାନ୍ଧି ରହି ଏକକାର ଶୁଦ୍ଧ ସ୍ଫଟିକ ପରାୟ ଦିଶେ ଦିବ୍ୟ ଜ୍ୟୋତି ସର୍ବଗୁଣେ ସୁନ୍ଦର ସେ କନ୍ଦର୍ପ ମୂରତି ଦେଖି ଈଶ୍ୱର ତାହାକୁ ତୋଳି ଧରି କରେ ବଦ୍ଧ ବଳି କରି ରଖି ପୁରୁଷ ଆକାରେ ଅମୃତ ନୟନେ ଚାହିଁ ଦିବ୍ୟ ଦୃଷ୍ଟି ଦେଇ ପୁରୁଷେ କହେଲା ମହାବଳବନ୍ତ ହୋଇ ଗୋଷ୍ଠୀର ଶୁକଳ ବର୍ଣ୍ଣ ମୁକୁତାର ଜ୍ୟୋତି ସର୍ବଗୁଣେ ସୁଲକ୍ଷଣ ମଧୁର ମୂରତି ତୁମ୍ଭର ଦିବ୍ୟ ମୂରତି ଦେଖି କାଶୀବାସୀ ଆଶ୍ୱାସନା କରି ଧୀରେ ବଚନ ପ୍ରକାଶୀ ଅତ୍ରି ଋଷିଙ୍କର ତୁମ୍ଭେ ଅଟପୁତ୍ର ଗୋଟି ଆମ୍ଭେ ସନ୍ତୋଷ ହୋଇଲୁ ରୂପ ରଖି ଦୃଷ୍ଟି ବ୍ରହ୍ମାଙ୍କର ନାତି ତୁମ୍ଭେ ମହାଋଷି ବତ୍ସ ଜାତି ଗୋତ୍ରରେ ତୁମ୍ଭଙ୍କୁ ନାହିଁ ସମକଚ୍ଛ ଅଯୋନି ସମ୍ଭୂତ ତୁଜେ ଅଟୁ ପୁଣ୍ୟମୟ ଯୁଗେ ଯୁଗେ ଅମର ଯେ ହେଉ ତୋର କାୟ ଅସତ ଲୋଚନେ ଯେଣୁ ଦେଲୁ ଆମ୍ଭେ ଦୃଷ୍ଟି ନିରତେ ଅମୃତ ଯେଣୁ କରୁଥିବୁ ବୃଷ୍ଟି ଏତେ ବୋଲି ଅନୁସୂୟା କୋଳେ ସମର୍ପିଲେ ଅତ୍ରି ମହାଋଷିଙ୍କର ସନ୍ନିଧିରେ ଦେଲେ ଅତି ଯତ୍ନ କରି ତୁମ୍ଭେ ପାଳ ହୋଏ ହାକୁ କୂଳକୁ ଏ କୂଳ ଦୀପ ହୋଇବ ତୁମ୍ଭଙ୍କୁ ସୁକ ମୁନି ବୋଲନ୍ତି ହୋ
ପରୀକ୍ଷିତ ରାଜା। ଈଶ୍ୱର ମୁଣ୍ଡରେ ଚନ୍ଦ୍ର ରହିପାଏ ପୂଜା। ଦେଖୁଛ ତ ଆତ ଜାତ ଆକାଶେ ହେଉଛି। ଜନମ ମରଣ ବାଧା ନ ଜାଣଇ କିଛି। ସବୁ ଜୀବମାନଙ୍କର ଅଟେ ଜୀବଦାତ୍ରୀ। ବିହନ୍ତା ପୁରୁଷ ତାର ନାହିଁ ଲାଭ ହାନି। ପଞ୍ଚଭୂତ ଆତ୍ମାକୁ ସେ ଆବରିଛି ଏକା। ଯାହାରେ ହୁଅନ୍ତି ଚାରି ଖାନି ଜୀବ ଲେଖା। ଚନ୍ଦ୍ରର କଳଙ୍କ ଧାରଣ ବୃତ୍ତାନ୍ତ। ଏ କଥା ଶୁଣି ପରୀକ୍ଷ ନାମେ ମହାରାଜା ଶୁକ ମୁନିର ଚରଣେ କଲେ ଦିବ୍ୟ ପୂଜା। ଚନ୍ଦ୍ରଙ୍କ ଜନମ କଥା ତୁମ୍ଭ ମୁଖ ଶୁଣି। ଆବର କଥାଏ ମୋତେ କହ ମହାମୁନି। ମନରେ ସଂଶୟ ମୋର ଲାଗିଲା ବହୁତ। ଏହା ଆଦ୍ୟ ପ୍ରାନ୍ତ କରି କହ ତପବନ୍ତ। ଏତେ ବଡ଼ ଦେବତା ଯେ ଅଟେ ନିଶାକର। ସ୍ୱଦେହ କଳଙ୍କ କିମ୍ପା ହୋଇଲା ତାଙ୍କର। ଛିଡ଼ନ୍ତି ବଢ଼ନ୍ତି ପୁଣି ପକ୍ଷେ କଆବର। ଦୟା କରି କହ ମୁନି ମୋହର ଆଗର। କେଉଁ ପାପ କରିବାରୁ କିବା କେଉଁ ଦୋଷେ କଳାଏ କଳାଏ କ୍ଷୟ ବୃଦ୍ଧି ମାସେ ମାସେ। ଶୁକ ମୁନି ବୋଲେ ତୁହ ପଚାରିଲୁ ଯାହା। ତୋର ସନ୍ଦେହ ଫେଡ଼ିଣ କହିଦେବା ତାହା। ଯେତେବେଳେ ସେ ଚନ୍ଦ୍ରଙ୍କୁ ବର ଦେଲେ ଶିବ ଆଶ୍ୱାସୀ ବଚନ କହି ସେହି ମହାଦେବ। ଚନ୍ଦ୍ରକୁ ଯେ ଆକାଶରେ କଲେ ଅଧିକାରୀ। ବୃହସ୍ପତିଙ୍କି ହକାରୀ ଦେବ ତ୍ରିପୁରାରୀ। ଅହୋ ବୃହସ୍ପତି ତୁମ୍ଭେ ତ୍ରିଲୋକ ପ୍ରସିଦ୍ଧି। ଚନ୍ଦ୍ର ଦେବତାଙ୍କୁ ଶିକ୍ଷା ଦେବ ବିଦ୍ୟା ବୁଦ୍ଧି। ଏସନକ ଆଜ୍ଞା ଯହୁଁ ସଦାଶିବ ଦେଲେ। ଚନ୍ଦ୍ର ଦେବତାଙ୍କୁ ଘେନି ବୃହସ୍ପତି ଗଲେ। ଆଗହୁଁ ବୃହସ୍ପତିର ଥିଲେ ଯେତେ ଚାଟ। ତାହାଙ୍କ ସଙ୍ଗରେ ଚନ୍ଦ୍ର ପଢ଼ନ୍ତି ଯେ ପାଠ। ଅକ୍ଷର ମୂଳେ ଅଟଇ ଯେତେ ମନ୍ତ୍ର ସିଦ୍ଧି। ଅଷ୍ଟ ଦିବସର ମଧ୍ୟେ ସବୁ ବିଦ୍ୟା ସାଧି। ଜାତି ସ୍ମର ରୂପେ ସେହି ହୋଇଛି ଜନମ। ଭୋଜନ ଶୟନ ନାହିଁ ବଞ୍ଚଇ ସେ ଦିନ। ନାନା ବିଦ୍ୟାରେ ନିପୁଣ ହେଲେ ଚନ୍ଦ୍ରଦେବ। ବୃହସ୍ପତି ପାଖେ ରହି ଆଚରନ୍ତି ସର୍ବ। ଏଥୁ ଅନନ୍ତରେ ତହୁଁ କେତେ ଦିନ ଗଲା। ଚନ୍ଦ୍ରକୁ ଦେଖିଣ ତାରା କାମେ ବସ ହେଲା। ଅସାଷ୍ଟମ ହୋଇ ବାଳି ନ ପାରଇ ଚଳି। ଚନ୍ଦ୍ର ଦେବତା ସୁନ୍ଦର ରୂପ ଭାଳି ଭାଳି। କାମ ପାଞ୍ଚ ବାଣ ପଡ଼ି ଜଳିଲା ତା ଅଙ୍ଗେ। ଚିନ୍ତା ଭରେ ତନୁ ତାର ରହିଲା ବିଭଙ୍ଗେ। ଚନ୍ଦ୍ର ରୂପ ଗୁଣ ବାଳି ମନେ ମନେ ଗୁଣି। ରାତ୍ର ଦିବସେ ସୋପନେ ଦେଖଇ ତରୁଣୀ। ଛାଡ଼ି କ୍ଷୁଧା ତୃଷା ନିଦ୍ରା ଗୃହ ବିଧି କଥା। ଦଶମ ଦଶାକୁ ଭଜି
ପାଇଲା ଅବସ୍ଥା। କେଶବାସ ସମ୍ଭାଳ ବିବସନ ଦେହି, ଚନ୍ଦ୍ରଦେବ ତାଙ୍କୁ ବାଳି ଥାଇ ବାଟ ଚାହିଁ। ଏମନ୍ତେ କେତେକ ଦିନ ତହୁଁ ଗଡ଼ି ଯାନ୍ତେ, ଚନ୍ଦ୍ରକୁ ଡକାଇ ଦିନେ କହିଲା ଏକାନ୍ତେ। ତୁମ୍ଭେ ଚନ୍ଦ୍ର ଦେବତା ହୋ ପ୍ରତିକାର କର, ଏ କାମ ମୁଖରୁ ମୋତେ ବାରେକ ଉଦ୍ଧର। ତୋ ରୂପ ଗୁଣକୁ ଦେଖି ବଳିଲା ମନୀଷା, ସୁଲକ୍ଷଣ ପୁରୁଷ ତୁ ପୁରା ମୋର ଆଶା। ନାସ୍ତି କଳେ ସ୍ତ୍ରୀ ହତ୍ୟା ଲାଗବ ତୋତେ, ତୁ ମୋହର ପ୍ରାଣ ବନ୍ଧୁ ରଖ ତୁହ ମୋତେ। ଏତେକ ବୋଲି ସୁନ୍ଦରୀ ଛାଡ଼ିଲା କଲଜା, ଚନ୍ଦ୍ରକୁ ଯେ କୋଳ କଲା ଗୁରୁର ଭାରି ଯା। ଚନ୍ଦ୍ରମା ସଙ୍ଗରେ ଭାବ କଲା ଦେବୀ ତାରା, ପାପକୁ ନ ଡରି ଚନ୍ଦ୍ର କଲା ପରଦାରା। ଯଦ୍ୟପି ଯଉ ଅଗ୍ନି କି କର ଏକ ଠାବ, ତରଳି ମିଳାଇ ଗଲା ପ୍ରାୟ ଏହି ଭାବ। ବସିଥିବା ଘୃତ ଭାଣ୍ଡ ସମନାରୀ ସଙ୍ଗ, ତରଳିଲା ଅଗ୍ନି ତୁଲ୍ୟ ଯାଇ ପୁଂସ ସଙ୍ଗ। ଏମନ୍ତେ ବେନିଜନର ବଢ଼ିଲା ପୀରତି, ବୃହସ୍ପତି ସେହି କଥା ଗୋଟି ନ ଜାଣନ୍ତି। ପଦ୍ମିନୀ ଚତ୍ରିଣୀ ଆଉ ଶଙ୍ଖିନୀ ହସ୍ତିନୀ, ଏମନ୍ତେ ଚାରି ଜାତିରେ ହୁଅନ୍ତି କାମିନୀ। ପୁରୁଷ ହିଁ ଚାରି ଜାତି ଅଟନ୍ତି ରାଜନ, ସସା ମୃଗ ବୃଷ ଜାତି ଏହି ଜାଣ। ସସା ଜାତି ପୁରୁଷର ପଦ୍ମିନୀ ଯେ ଯୋଡ଼ା, ମୃଗ ଜାତି ପୁରୁଷର ଚିତ୍ରିଣୀ ଯେ ଲୋଡ଼ା। ବୃଷ ଜାତିର ପୁରୁଷ ଯୋଡ଼ା ଯେ ଶଙ୍ଖିନୀ, ଅଶ୍ୱ ଜାତି ପୁରୁଷର ଲୋଡ଼ଇ ହସ୍ତିନୀ। ଯେତେବେଳେ ଧାତା ଏହି ସୃଷ୍ଟି ଭିଆଇଲା, ସ୍ତ୍ରୀ ପୁରୁଷକୁ ଘେନି ସଂସାର ରଚିଲା। ଯେ ବଣ ପୁରୁଷକୁ ସେ କଲା ଯେଉଁ କନ୍ୟା, ପଣ୍ଡିତ ଲୋକମାନେ ତା ବିଚାରନ୍ତି ସିନା। ବେଦ ଶାସ୍ତ୍ର ନ ଜାଣି ସେ କରାନ୍ତି ବିଭା, ଅପୁତ୍ରିକ ଦୋଚାରୁଣୀ ହୁଅନ୍ତି ବିଧବା। ସସ ସଙ୍ଗେ ହସ୍ତିନୀର ଭେଟ ନ କରିବ, ଦୋଚାରୁଣୀ ହେବ କନ୍ୟା କୁଳ ନାଶ ଯିବ। ଅଶ୍ୱ ସଙ୍ଗେ କରାଇଲେ ପଦ୍ମିନୀ ସଂଯୋଗ, ଘଟିବ ସେହି କନ୍ୟାକୁ ନିଶ୍ଚୟ ମୃତ୍ୟୁ ଯୋଗ। ବିଧାତା ଭିଆଣ କେଭେ ନ କରିବ ଆନ, ଜାଣି ଶୁଣି ବିଭା ଦେବ ବେଦର ବିଧାନ। ବୃହସ୍ପତି ବୃଷ ଜାତି ପୁରୁଷ ଅଟନ୍ତି, ପଦ୍ମିନୀ ଜାତି ଅଟଇ ତାରା ରୂପବତୀ। ଚନ୍ଦ୍ରମା ଯେ ସସ ଜାତି ପୁରୁଷ ଅଟଇ, ତେଣୁ ତାରା ସଙ୍ଗେ ତାର ପୀରତି ବଢ଼ାଇ। କେତେ ଦିନ ଗର୍ଭବାସ ହେଲା ତାରା ବଳି, ଦିନକୁ ଦିନ ପୀରତି ବଢ଼ିଲା ଉଗୁଳି। ସମ୍ପୂର୍ଣ୍ଣ 10 ମାସରେ
କଲା ସେ ପ୍ରସବ। ପୁତ୍ର ଜାତ କଲା ରୂପେ ନିନ୍ଦେ କାମଦେବ। ଅତ୍ୟନ୍ତ ସୁନ୍ଦର ରୂପ ସେହି ବାଳ ବସ୍ତ୍ର। ରୂପ ଗୁଣେ କାମଦେବ ନୋହେ ସମକଛ। ବୃହସ୍ପତି ପାଞ୍ଜି ଘେନି ତକ୍ଷଣେ ଗଣିଲେ। ଏ ପୁତ୍ର ଆମ୍ଭର ନୁହେଁ ଧ୍ୟାନରେ ଜାଣିଲେ। କୁଳକୁ ଦୂଷଣ ହେବ ବୋଲି ନ କହିଲେ। ପୁତ୍ର ରୂପ ଗୁଣ ଦେଖି ଯତନେ ପାଳିଲେ। ଧାର୍ମିକ ପଣ୍ଡିତ ସେହି ଗୁଣବନ୍ତ ଗ୍ରାହୀ। ଅକର୍ମ କଥା ଗୋପନ କଲେ ତେଣୁ ତହିଁ। ଆୟୁ ବଳ ଧନ ଗୃହ ଛିଦ୍ର ଆତ୍ମନାମ। ଗୁରୁ ନାମ ଧନ ନାଶ ବର୍ଗ ଅପମାନ। ଏ ନବ କର୍ମ ଗୋପନ ଯେହୁ କରିପାରି। ନିଶ୍ଚୟ ଜାଣିବେ ସେ ନର ଦେବଲୋକ ପରି। ଅନ୍ତର୍ଗତେ ବୃହସ୍ପତି ବିଚାରି ଏ କଥା। ଫେଡ଼ି ନ କହିଲେ ମନେ ପାଇ ବଡ଼ ବ୍ୟଥା। ଗୁରୁ ବୋଇଲେ ସ୍ତ୍ରୀଙ୍କି ନ ଯିବ ବିଶ୍ୱାସ। ଯେ ବିଶ୍ୱାସ ଯିବ ତାର ଅଳପ ଆୟୁଷ। ସର୍ପ ରାଜା ବାଘ ଭାଲୁ କୁମ୍ଭୀର ଯେ ହସ୍ତି। ଖଡ଼୍ଗଧାରୀ ସିଂହଧାରୀ ସେ ଯେ ଯୁବତୀ। କାଳର ଡଗର ଜାଣ ଏମାନେ ଅଟନ୍ତି। ବିଶ୍ୱାସ ନ ଯିବ ବୋଲି କହି ବୃହସ୍ପତି। ଜାଣି ଶୁଣି ଏମାନଙ୍କୁ ବିଶ୍ୱାସ ଯେ କଲା। ନିଶ୍ଚୟ ଜାଣିବ ସେହି ଆୟୁ ଥାଉ ମଲା। ବୃହସ୍ପତି ବୋଲନ୍ତି ଯେ ଯୁବତୀ ଏ ମନ୍ଦ। ଚନ୍ଦ୍ରକୁ ସୁନ୍ଦର ଦେଖି ତାରା କଲା ଛନ୍ଦ। ଆମ୍ଭ ପରା ସ୍ୱାମୀ କି ସେ କଲା ପରିତ୍ୟଜ୍ୟା। କୁଳବତୀ ସ୍ତ୍ରୀ ହୋଇ ଛାଡ଼ିଲା କଲଜ୍ଜା। ବ୍ରହ୍ମ ସ୍ଥିର ହୋଇ ନାହିଁ ପାପକୁ ତା ଭୀତି। ବାଳୁତମତି ଶିଶୁର ସଙ୍ଗରେ ପିରତି। ଚୋରା ପିରତି କିଏହୁ କଲା ପୁଣି ଇଚ୍ଛା। ବେଶ୍ୟା ପରା ବଳେ କଲା ରମଣ ସ୍ୱଇଚ୍ଛା। ପୁଣି ବିଚାରିଲେ ଚନ୍ଦ୍ର ମୋତେ ନଷ୍ଟ କଲା। ଗୁରୁ ପତ୍ନୀ ବୋଲି ମନେ ବିଚାର ନ କଲା। ଗୁଣବନ୍ତ ହୋଇ ଏ ତ ଅରଜିଲା ପାପ। ଦୋଷ ଅନୁରୂପେ ଦେବା ଏହାକୁ ଯେ ସାପ। ଜାଣି ଯେବେ ଚନ୍ଦ୍ର କଲା ଗୁରୁ ପତ୍ନୀ ଭୋଗ। ନ ଜିଉ ନ ମରୁ ପୀଡ଼ା ହେଉ ସଦା ରୋଗ। ଆମ୍ଭଙ୍କୁ କଳଙ୍କ ତୁରେ ଦେଲୁ ଜନ ମୁଖେ। ଏ ପାପ ଖଣ୍ଡନ ନ ହଉ ଥାଅ ମହା ଦୁଃଖେ। ସୁକ ମୁନି ବୋଇଲେ ହୋ ପରୀକ୍ଷିତ ରାଣ। ତୁମ୍ଭେ ପଚାରିଲ ଚନ୍ଦ୍ର ଦେବତାର ଗୁଣ। ସେହି ଦୋଷରୁ ଚନ୍ଦ୍ରର କଳଙ୍କ ମୂରତି। ପକ୍ଷେ ପକ୍ଷେ ଧରଇ ସେ ଭିନ୍ନ ଭିନ୍ନ ରୀତି। ଗୁରୁଙ୍କର ସାପକୁ ସେ କରୁଛନ୍ତି ସାପ। ନ ଜିଅନ୍ତି ନ ମରନ୍ତି ଗୁରୁ ସାପ ଭୋଗ। ଦେବତା ମାନଙ୍କୁ କଲା କର୍ମ ପାର ନାହିଁ। ମାନବ ଛାରକୁ ପାର ଜୀବ ବା କାହିଁ।